ଜୟ ଜଗନ୍ନାଥ। ପୁରାଣ ପିଢ଼ିକୁ ସ୍ୱାଗତ। ପବିତ୍ର ବାଲି ତୃତୀୟାରେ ଉମା ମହେଶ୍ୱରଙ୍କ ପାଦପଦ୍ମରେ ଅନନ୍ତ କୋଟି ଦଣ୍ଡବତ। ଆଜିର ପ୍ରସଙ୍ଗ ଆଦର୍ଶ ପୁତ୍ର ପରଶୁରାମ। ପୁରାଣର ସୁନ୍ଦର ପ୍ରସଙ୍ଗଟି ମହର୍ଷି ଯମଦଗ୍ନି ଆଉ ମାତା ରେଣୁକାଙ୍କର ଥିଲେ 5 ଜଣ ସନ୍ତାନ। 5 ପୁତ୍ର ମଧ୍ୟରେ ପରଶୁରାମ ଥିଲେ ସର୍ବକନିଷ୍ଠ। ଥରେ ଏମିତି ଏକ ପରିସ୍ଥିତି ଆସି ଉପୁଜିଥିଲା, ଭଗବାନ ପରଶୁରାମ ପିତାଙ୍କ ଆଦେଶ ରକ୍ଷା କରି ମାଙ୍କର ଶିରଚ୍ଛେଦ କରିବା ପାଇଁ ବାଧ୍ୟ ହୋଇଥିଲେ। ପରଶୁରାମ ଥିଲେ ଜଣେ ଆଦର୍ଶ ପୁତ୍ର। ଅବଶ୍ୟ ପରେ ସେ ମାଙ୍କୁ ମଧ୍ୟ ବାପାଙ୍କୁ କହି ଜୀବନ ଦାନ ଦେଇଥିଲେ। ସେହି ସମ୍ପର୍କରେ ସୁନ୍ଦର କାହାଣୀଟି ଅଛି। ପୁରାଣର କଥା, ଏକଦା ମା ରେଣୁକା ଜଳ ଆଣିବା ପାଇଁ ନଦୀକୁ ଯାଇଥିଲେ। ସେହି ସମୟରେ ସ୍ୱର୍ଗରୁ ଯକ୍ଷ ଏବଂ କିନ୍ନରମାନେ ଜଳ କ୍ରୀଡ଼ା ପାଇଁ ଭୂପୃଷ୍ଠକୁ ଆସିଥାନ୍ତି ଏବଂ ସେମାନେ ନଦୀରେ ସ୍ନାନ କରୁଥାନ୍ତି। ମା ରେଣୁକା ଜଳ ଆଣିବା ସମୟରେ କିନ୍ନର ଆଉ ଯକ୍ଷମାନଙ୍କର କ୍ରୀଡ଼ାକୁ ଦେଖି କିଛି ସମୟ ପାଇଁ ସେଠାରେ ଅଟକି ଯାଇଥିଲେ, ଅର୍ଥାତ୍ ସେମାନଙ୍କ ଜଳ କ୍ରୀଡ଼ା ଦେଖି ଆନନ୍ଦ ନେଉଥିଲେ। ଯେତେବେଳେ ସେ ଜଳ ଆଣି ଆଶ୍ରମକୁ ଫେରି ଆସିଲେ, ସ୍ୱାମୀ ଯମଦଗ୍ନି ବିଳମ୍ବର କାରଣ ପଚାରିଲେ ଏବଂ ବିରକ୍ତି ପ୍ରକାଶ କଲେ। ଦିବ୍ୟଦ୍ରଷ୍ଟା ଋଷି ଯମଦଗ୍ନି ନିଜର ଦିବ୍ୟ ଦୃଷ୍ଟି ଫଳରେ ରେଣୁକାଙ୍କ ବିଳମ୍ବର କାରଣ ଜାଣିପାରିଲେ ଏବଂ ସେ ଯେ କିଛି ସମୟ ପାଇଁ ଯକ୍ଷମାନଙ୍କ ବା କିନ୍ନରମାନଙ୍କ ଜଳକ୍ରୀଡ଼ା ଦେଖି ଆନମନା ହୋଇଥିଲେ, ଏଥିପାଇଁ ସେ ତାଙ୍କର ରେଣୁକାଙ୍କର ଚରିତ୍ର ଉପରେ ସନ୍ଦେହ ପ୍ରକାଶ କଲେ ଏବଂ ଏପରି ଏକ ସ୍ଖଳନ ପାଇଁ ସେ ତାଙ୍କର 4 ପୁତ୍ରଙ୍କୁ ଡାକି ଜଣ ଜଣ କରି ମାଙ୍କର ଶିରଚ୍ଛେଦ ପାଇଁ ଆଦେଶ ଦେଲେ। ମାତ୍ର ଏପରି ଏକ ନିଷ୍ଠୁର ଆଦେଶକୁ କୌଣସି ପୁତ୍ର ପାଳନ କରିପାରିଲେ ନାହିଁ। ଏହି ସମୟରେ ସର୍ବକନିଷ୍ଠ ପୁତ୍ର ପରଶୁରାମ ତପସ୍ୟା ସାରି ଫେରି ଆସିଥାନ୍ତି। ସେ ପିତାଙ୍କ ମୁଖରେ ଅସନ୍ତୋଷର ଭାବ ଲକ୍ଷ୍ୟ କଲେ ଏବଂ ପିତାଙ୍କୁ ତାଙ୍କ ଅସନ୍ତୋଷର କାରଣ ପଚାରିଲେ। ପିତା ଯମଦଗ୍ନି କହିଲେ, ତୁମର ଅନ୍ୟ ଭାଇମାନେ ମୋର ଆଦେଶ ପାଳନ କଲେ ନାହିଁ, ସେଥିପାଇଁ ମୋ ମନରେ ଅଶାନ୍ତି। କୌଣସି ଘଟଣା ନ ଜାଣି ଆଦର୍ଶ ପୁତ୍ର ପରଶୁରାମ ବାପା ଯମଦଗ୍ନିଙ୍କୁ କଥା ଦେଲେ, ଆପଣଙ୍କର ସମସ୍ତ ଆଦେଶ ମୁଁ ପାଳନ କରିବି। ଯମଦଗ୍ନି ଖୁସି ହୋଇଗଲେ ଏବଂ ପୁତ୍ର ପରଶୁରାମଙ୍କୁ ଆଦେଶ ଦେଲେ ମାତା ରେଣୁକାଙ୍କର ଶିରଚ୍ଛେଦ କରିବା ପାଇଁ। ପରଶୁରାମ କି ଜାଣିଥିଲେ ପିତା ଏତେ ବଡ଼ ଜଘନ୍ୟ ବା ଏତେ ବଡ଼ ନିଷ୍ଠୁର ଆଦେଶ ଦେବେ ବୋଲି। କ'ଣ କରିବେ, କିଂକର୍ତ୍ତବ୍ୟ ବିମୂଢ଼ ହୋଇଗଲେ। ପିତାଙ୍କୁ ତ କଥା ଦେଇଛନ୍ତି, ସେ ବିବଶ ହୋଇ ମାଙ୍କର ଶିରଚ୍ଛେଦ କଲେ। ମହର୍ଷି ଯମଦଗ୍ନି ପରଶୁରାମଙ୍କର ଆଜ୍ଞାକାରୀ ଗୁଣ ଦେଖି ବା ପିତାଙ୍କ କଥାକୁ ଅକ୍ଷର ଅକ୍ଷର ପାଳନ କରିଥିବାରୁ ଖୁସି ହୋଇଗଲେ ଏବଂ ତତ୍କ୍ଷଣାତ୍ ପରଶୁରାମଙ୍କୁ ବର ଯାଚିଲେ। ବିବଶ ହୋଇ ମାତାଙ୍କ ଶିରଚ୍ଛେଦ କରିଥିବା ପରଶୁରାମ ଏଥର ପିତାଙ୍କ ବରଦାନର ସଦୁପଯୋଗ କରି କହି ପକାଇଲେ, ଆପଣ ଯଦି ମୋ ଉପରେ ଖୁସି ଅଛନ୍ତି, ତେବେ ମାତାଙ୍କୁ ଜୀବନ ଦାନ ଦିଅନ୍ତୁ। ବାଧ୍ୟ ହୋଇ ଯମଦଗ୍ନି ଦେବୀ ରେଣୁକାଙ୍କୁ ପୁନର୍ଜୀବନ ଦାନ ଦେଲେ। ଆଦର୍ଶ ପୁତ୍ର ପରଶୁରାମ ପିତାଙ୍କ ଶାନ୍ତି ପାଇଁ ବା ଖୁସି ପାଇଁ ତାଙ୍କର ଆଦେଶକୁ ପାଳନ କଲେ ଏବଂ ମାଙ୍କ ପ୍ରତି ଥିବା ସ୍ନେହ ବା ଭଲ ପାଇବା ସମ୍ମାନ ବୋଧ ଯୋଗୁଁ ମାଙ୍କୁ ମଧ୍ୟ ନୂତନ ଜୀବନ ଦାନ ଦେଲେ।
ଏହି ମହାନ ଯୋଦ୍ଧା ପରଶୁରାମ ଜଣେ ଅଦ୍ୱିତୀୟ ବୀର ପୁରୁଷ। ପ୍ରଥମରୁ ତାଙ୍କର ନାମ ରାମ ଥିଲା। ନିଜେ କଠିନ ତପସାଧନ କରି ଦେବଦେବ ମହାଦେବଙ୍କୁ ସନ୍ତୁଷ୍ଟ କରି ସେ ଏକ ଦିବ୍ୟ ପରଶୁ ପ୍ରାପ୍ତ ହୋଇଥିଲେ। ସେହି ପରଶୁକୁ ଧାରଣ କରିବା ଦିନଠାରୁ ତାଙ୍କର ନାମ ପରଶୁରାମ ରଖାଗଲା। ଏହି ପରଶୁରାମ ଥିଲେ ମହାନ ବୀର କର୍ଣ୍ଣଙ୍କର ଶିକ୍ଷାଗୁରୁ। ପରଶୁରାମ ଏତେ ବଡ଼ ବୀର ଯୋଦ୍ଧା ଥିଲେ ଯେ ସେ 21 ଥର ପୃଥିବୀକୁ ନିକ୍ଷତ୍ରିୟ କରିଥିଲେ। ପିତୃ ହନ୍ତାର ପ୍ରତିଶୋଧ ନେବା ପାଇଁ ବା ତାଙ୍କ ବାପାଙ୍କୁ ହତ୍ୟା କରିଥିବା ସହସ୍ରାର୍ଜୁନର ଉପରେ ରାଗି ସେ 21 ଥର ପୃଥିବୀକୁ ନିକ୍ଷତ୍ରିୟ କରିଥିଲେ। ଏହି ପରଶୁରାମ 7 ଜଣ ଅମରଙ୍କ ମଧ୍ୟରୁ ଜଣେ। ବିଶ୍ୱାସ କରାଯାଏ ପରଶୁରାମ ଏବେ ମଧ୍ୟ ମହେନ୍ଦ୍ର ପର୍ବତରେ ଜୀବିତ ରହି ତପସାଧନା କରୁଛନ୍ତି। ଏ ହେଉଛି ପୁରାଣର ଅତି ସୁନ୍ଦର ପ୍ରସିଦ୍ଧ କାହାଣୀ ଯମଦଗ୍ନି ଏବଂ ରେଣୁକା ପ୍ରସଙ୍ଗ। ଜୟ ଜଗନ୍ନାଥ।